ମୁଁ ଗୋଟେ ଗୀତକୁ 3 ବର୍ଷ ହେଲା ମନା କରୁଥିଲି ନାହିଁ ମୁଁ ଆଲବମ୍ କରୁନି କରିବିନି, କିନ୍ତୁ ଆମର ସ୍ୱର୍ଗତ ଖୋକା ଭାଇଙ୍କ ହଠାତ୍ ମୋର ସ୍ୱପ୍ନରେ ଆସିଲେ। ମୋତେ କହିଲେ ତୁ ସବୁ ଗୀତ କରୁଛୁ, ମୋ ଗୀତଟା କାହିଁ କରୁନୁ। ମୋତେ ଆଶ୍ଚର୍ଯ୍ୟ ଲାଗିଲା, ମୁଁ କେବେ ଜୀବନରେ ତାଙ୍କୁ ସ୍ୱପ୍ନରେ ଦେଖିନାହିଁ। ଲାଷ୍ଟ ସମୟରେ ମୁଁ ତାଙ୍କୁ ଭେଟିଛି ତାଙ୍କର ଶେଷ ସମୟରେ, କିନ୍ତୁ ସେ ମୋତେ ଏମିତି ସ୍ୱପ୍ନରେ ଆସିବାଟା ଗୋଟେ ଆଶ୍ଚର୍ଯ୍ୟ ଲାଗିଲା। ତେଣୁ ମୁଁ ସାରେଗାମାର ଗୋଟେ ଗୀତ, ବହୁତ 45 ବର୍ଷ ତଳର ଗୀତ ଏବଂ ତାକୁ ସେଇ ଷ୍ଟାଇଲରେ କରାଯାଇଛି। ଗୀତଟି ହେଉଛି ଯେଉଁ କବାଟ ଖୋଲ ପ୍ରିୟ ମୁଁ ତମର ସିଏ କୋକାଇଁ। ପ୍ରତିଟି ଓଡ଼ିଆ ଶ୍ରୋତାଙ୍କର ରକ୍ତ କଣିକାରେ ଯାହାର ସ୍ୱର ବୁଲୁଛି ସେ ହେଉଛନ୍ତି ସ୍ୱର୍ଗତ ଅକ୍ଷୟ ମହାନ୍ତି ଖୋକା ଭାଇ। ତାଙ୍କ ଗୀତଟି ପ୍ରଥମେ କରିଛି, ତେଣୁ ମୁଁ ନିଜକୁ ଧନ୍ୟ ମନେ କରୁଛି ଏବଂ ମୁଁ ଚାହୁଁଛି, ଧନ୍ୟବାଦ ଦେଉଛି ଆମର ଯିଏ ଗୀତଟି କରିଛନ୍ତି, ମୋର ଗୋଟେ ପୁତୁରା ହିସାବ ହେବ ରାଜା ଡି। ଏବଂ ମୁଁ ଧନ୍ୟବାଦ ଦେବି ସାରେଗାମାର ସମସ୍ତ କର୍ମକର୍ତ୍ତାମାନଙ୍କୁ, ମୋତେ ସେ ନେଇକି କରେଇ ପାରିଛନ୍ତି ଏବଂ ଆଗକୁ ମଧ୍ୟ ଆଲବମ୍ କରିବି ମୋର ଦର୍ଶକମାନଙ୍କ ପାଇଁ। ପୁଣି ତାଙ୍କର ଯେଉଁ ଅଛି ଯେ କର କର ବୋଲି, ମୁଁ ନିଶ୍ଚିତ ମୁଁ କରୁନଥିଲି, ଏବେ ଆରମ୍ଭ କଲେଣି ମାନେ କରିବି। ଆଉ ସିନେମା ଜାଗାରେ ଅଛି, କିନ୍ତୁ ମୋତେ କୁହାଯାଏ ଆଲବମ୍ ବାଦଶାହ ବୋଲି ଲୋକ କହନ୍ତି, ମୁଁ କେବେ ଭାବି ନାହିଁ। କାରଣ ମୋ ବେଳରେ ଆହୁରି ବହୁତ ଲୋକ ଥିଲେ ଆଲବମ୍ କରୁଥିଲେ, ବହୁତ ପିଲାମାନେ ଏବେ ବି ଅଛନ୍ତି କରୁଛନ୍ତି, ନୂଆ ପିଲାମାନେ ବି ଆସିଛନ୍ତି। କିନ୍ତୁ ଯେତେବେଳେ ଲୋକଙ୍କର ଡିମାଣ୍ଡ ହେଉଛି କରିବା ପାଇଁ, ମୁଁ ଲୋକଙ୍କ ମନକୁ ନିରାଶ କରିବି ନାହିଁ। ତେଣୁ ମୁଁ ଏବେ ଆଲବମ୍ ପୁଣି କରିବି। ସିନେମା, ଆଲବମ୍ ଏବଂ ଅଭିନୟରେ ଯାହା ଯେଉଁଠି ଆସିବ ମୁଁ କରିବି, କିନ୍ତୁ ତା ଭିତରେ ବି ମୋର ଯେଉଁ ପର୍ସନାଲ ଜୀବନ ଅଛି, ସେଟା ହେଉଛି ମୁଁ ନିଜକୁ ଏକ ଶୃଙ୍ଖଳିତ ଭାବରେ ରଖିକି ଗୋଟେ ସନ୍ନ୍ୟାସ ଜୀବନ ଯାପନ କରୁଛି। କରିବେ ଖାଲି ଯେ ନୁହେଁ ଯେ ପଢ଼ିଦେବେ ଖାଲି ଅର୍ଜୁନ ବିଷାଦ ଯୋଗ ଧର୍ମ ଧୃତରାଷ୍ଟ୍ର ଉବାଚ ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ ସମବେତା ଉତ୍ସବ ମାମକ ପାଣ୍ଡବ ସେବକ ସଞ୍ଜୟ ଉବାଚ ଦୃଷ୍ଟାତ୍ ପାଣ୍ଡବାନିକମ୍ ବିଡୋ ଦୁର୍ଦିନ ଆଚାର୍ଯ୍ୟ ମୁଁ ସଙ୍ଗମ ରାଜା ସେ ତାଙ୍କ ପାଣ୍ଡୁପୁତ୍ରାଣ ଆଚାର୍ଯ୍ୟ ମହତିଂ ଚମୁଂ ବିଡୋ ଦୁପତ ପୁତ୍ରିଣ ସମଶିଷ୍ଣ ଅତ୍ର ସୁରା ମହେଶ୍ୱ ସାଭିମାର୍ଜୁନ ସମାୟୁଧି ୟୁ ଧାନ ବିରାଟସ୍ୟ ଦ୍ରୁପଦସ୍ୟ ମହାରଥ ଦୁଷ୍ଟକେତୁଶ୍ଚ କିତାନକାଶୀ ରାଜସ୍ୱ ବୀର୍ଯ୍ୟବାନ ପୁରୀ କୁନ୍ତି ଭୋଜସ୍ୟ ଶୈବସ୍ୟ ନରପୁଙ୍ଗ। ଏମିତି ପଢ଼ିଲେ କିଛି ନାହିଁ। ଆପଣ ସାଂଖ୍ୟ ଯୋଗ ପଢ଼ିବେ, ପଞ୍ଚମ ଅଧ୍ୟାୟ ପଢ଼ିବେ, କର୍ମସନ୍ନ୍ୟାସ ଯୋଗ, ସବୁ ଯୋଗରେ ଗୋଟେ ଗୋଟେ ଜିନିଷ ଲେଖା ହେଇଛି। ମୁଁ ଗୋଟେ ଗୀତକୁ 3 ବର୍ଷ ହେଲା ମନା କରୁଥିଲି ନାହିଁ ମୁଁ ଆଲବମ୍ କରୁନି କରିବିନି, କିନ୍ତୁ ଆମର ସ୍ୱର୍ଗତ ଖୋକା ଭାଇଙ୍କ ହଠାତ୍ ମୋର ସ୍ୱପ୍ନରେ ଆସିଲେ। ମୋତେ କହିଲେ ତୁ ସବୁ ଗୀତ କରୁଛୁ, ମୋ ଗୀତଟା କାହିଁ କରୁନୁ। ମୋତେ ଆଶ୍ଚର୍ଯ୍ୟ ଲାଗିଲା, ମୁଁ କେବେ ଜୀବନରେ ତାଙ୍କୁ ସ୍ୱପ୍ନରେ ଦେଖିନାହିଁ। ଲାଷ୍ଟ ସମୟରେ ମୁଁ ତାଙ୍କୁ ଭେଟିଛି ତାଙ୍କର ଶେଷ ସମୟରେ, କିନ୍ତୁ ସେ ମୋତେ ଏମିତି ସ୍ୱପ୍ନରେ ଆସିବାଟା ଗୋଟେ ଆଶ୍ଚର୍ଯ୍ୟ ଲାଗିଲା। ତେଣୁ ମୁଁ ସାରେଗାମାର ଗୋଟେ ଗୀତ, ବହୁତ 45 ବର୍ଷ ତଳର ଗୀତ ଏବଂ ତାକୁ ସେଇ ଷ୍ଟାଇଲରେ କରାଯାଇଛି। ଗୀତଟି ହେଉଛି ଯେଉଁ କବାଟ ଖୋଲ ପ୍ରିୟ ମୁଁ ତମର ସିଏ କୋକାଇଙ୍କର। କାରଣ ମୁଁ କୋକାଇଙ୍କ ଗୀତଟା ପ୍ରଥମେ ଆରମ୍ଭ କଲି, ଭାବୁଛି ପୁଣି ଦର୍ଶକମାନଙ୍କର ଯେଉଁ ଅଭିଳାଷା ଥିଲା ଯେ ଆପଣ ମୋତେ ସବୁବେଳେ କମେଣ୍ଟରେ ଲେଖୁଥିଲେ ଆଲବମ୍ କାହିଁ କରୁନା। ଆପଣଙ୍କ ଆଲବମ୍ ଆଜି ବି ବାଜୁଛି, 2002, 3, 4, 5 ମସିହାର ଗୀତ ଆଜି ବି ହିଟ୍। ତା ଦେହରେ ଲୋକ ପିଲାମାନେ ରିଲ୍ସ କରୁଛନ୍ତି, କିନ୍ତୁ ଆପଣ କାହିଁ କରୁନାହାନ୍ତି। କିନ୍ତୁ ଯିଏ ଆମର ଓଡ଼ିଆ ସଙ୍ଗୀତ ଜଗତର ଅଦ୍ୱିତୀୟ ବାଦଶାହ, ପ୍ରତିଟି ଓଡ଼ିଆ ଶ୍ରୋତାଙ୍କର ରକ୍ତ କଣିକାରେ ଯାହାର ସ୍ୱର ବୁଲୁଛି ସେ ହେଉଛନ୍ତି ସ୍ୱର୍ଗତ ଅକ୍ଷୟ ମହାନ୍ତି ଖୋକା ଭାଇ। ତାଙ୍କ ଗୀତଟି ପ୍ରଥମେ କରିଛି, ତେଣୁ ମୁଁ ନିଜକୁ ଧନ୍ୟ ମନେ କରୁଛି ଏବଂ ମୁଁ ଚାହୁଁଛି, ଧନ୍ୟବାଦ ଦେଉଛି ଆମର ଯିଏ ଗୀତଟି କରିଛନ୍ତି, ମୋର ଗୋଟେ ପୁତୁରା ହିସାବ ହେବ ରାଜା ଡି। ଏବଂ ମୁଁ ଧନ୍ୟବାଦ ଦେବି ସାରେଗାମାର ସମସ୍ତ କର୍ମକର୍ତ୍ତାମାନଙ୍କୁ, ମୋତେ ସେ ନେଇକି କରେଇ ପାରିଛନ୍ତି ଏବଂ ଆଗକୁ ମଧ୍ୟ ଆଲବମ୍ କରିବି ମୋର ଦର୍ଶକମାନଙ୍କ ପାଇଁ। ପୁଣି ତାଙ୍କର ଯେଉଁ ଅଛି ଯେ କର କର ବୋଲି, ମୁଁ ନିଶ୍ଚିତ ମୁଁ କରୁନଥିଲି, ଏବେ ଆରମ୍ଭ କଲେଣି ମାନେ କରିବି। ଆଉ ସିନେମା ଜାଗାରେ ଅଛି, କିନ୍ତୁ ମୋତେ କୁହାଯାଏ ଆଲବମ୍ ବାଦଶାହ ବୋଲି ଲୋକ କହନ୍ତି, ମୁଁ କେବେ ଭାବି ନାହିଁ। କାରଣ ମୋ ବେଳରେ ଆହୁରି ବହୁତ ଲୋକ ଥିଲେ ଆଲବମ୍ କରୁଥିଲେ, ବହୁତ ପିଲାମାନେ ଏବେ ବି ଅଛନ୍ତି କରୁଛନ୍ତି, ନୂଆ ପିଲାମାନେ ବି ଆସିଛନ୍ତି। କିନ୍ତୁ ଯେତେବେଳେ ଲୋକଙ୍କର ଡିମାଣ୍ଡ ହେଉଛି କରିବା ପାଇଁ, ମୁଁ ଲୋକଙ୍କ ମନକୁ ନିରାଶ କରିବି ନାହିଁ। ତେଣୁ ମୁଁ ଏବେ ଆଲବମ୍ ପୁଣି କରିବି। ସିନେମା, ଆଲବମ୍ ଏବଂ ଅଭିନୟରେ ଯାହା ଯେଉଁଠି ଆସିବ ମୁଁ କରିବି, କିନ୍ତୁ ତା ଭିତରେ ବି ମୋର ଯେଉଁ ପର୍ସନାଲ ଜୀବନ ଅଛି, ସେଟା ହେଉଛି ମୁଁ ନିଜକୁ ଏକ ଶୃଙ୍ଖଳିତ ଭାବରେ ରଖିକି ଗୋଟେ ସନ୍ନ୍ୟାସ ଜୀବନ ଯାପନ କରୁଛି। ଯେଉଁ ଆଶ୍ରମ ମୋର ରହୁଛି ଋଷିକେଶରେ, ତେଣୁ ମୁଁ ଯିବା ଆସିବା କରୁଛି। ପ୍ରୟାଗରେ ବି ଆମର ଆଶ୍ରମ ଅଛି, ସେଠିକି ଯାଉଛି। ଏବେ ଆପଣମାନେ ଜାଣିଥିବେ, ଅଳ୍ପ ଦିନ 29 ତାରିଖ ରଥଯାତ୍ରା ବେଳରେ ମୁଁ ଶହୀଦନଗର ମୋର ଆଉ ଜଣେ ଗୁରୁ, ଯେଉଁମାନେ ଜଗତଗୁରୁ ଯାହାକୁ କୁହାଯାଏ, ପଦ୍ମ ବିଭୂଷଣ ଶ୍ରୀ ରାମଭଦ୍ରାଚାର୍ଯ୍ୟଜୀଙ୍କୁ ଆଣିଥିଲି, ସେଠି ସଭାଟିଏ କରିଥିଲି ଏବଂ ଅନ୍ୟ ବହୁତ ବଡ଼ ବଡ଼ ଗୁରୁମାନଙ୍କୁ ଭୁବନେଶ୍ୱର ଆଣିବାର ଅଛି। ଲୋକମାନଙ୍କ ପାଖରେ କିଛି ବର୍ତ୍ତମାନ ଯୁବପିଢ଼ିମାନଙ୍କୁ କେମିତି ତାଙ୍କର ଶୃଙ୍ଖଳିତ ଜୀବନଯାପନ କରିବା ଏବଂ ତାଙ୍କ ଭବିଷ୍ୟତକୁ କେମିତି ଆଗକୁ ନେବା ପାଇଁ ପ୍ରୟାସ କରିବି। ନିଶ୍ଚିତ ଭାବରେ ଯେତିକି ମୋ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବି ଏବଂ ସବୁ ଗୁରୁମାନଙ୍କ ସାଙ୍ଗରେ କଥା ହେଇଛି। ମୋ ଗୁରୁ ଚିଦାନନ୍ଦ ସରସ୍ୱତୀଙ୍କୁ ବି ଆଣିବା ପାଇଁ ମୋର ବ୍ୟବସ୍ଥା ଅଛି। ମୁଁ ତାପରେ କଥା ହେଇଥିଲି
प्रेमानंद जी महाराज जेहेतु आपण मैंने जानते किडनी 18 वर्ष है जो डायलिसिस से तो बाहर को आसी पार ना एवं चेष्टा करुच्ची भी धीरेन्द्रनाथ शास्त्री जहाँ बागेश्वर बापा कहते भी भुवनेश्वर आने भगवत गीता कौन कहे मैंने माइथोलॉजी पिक्चर ना एटा सोशल पिक्चर किंतु तार जो जिस्ट होची भागवत गीता कोठी माइथोलॉजी भागवत गीता जोड़ा भगवत गीता रे श्रीकृष्ण जहाँ जहाँ कहते भगवत गीता आगे बुझा दरकार 700 श्लोक रु किए केते जण केते श्लोक कहते आउ से खाली भगवत गीता जे पढ़ीदेले बड़ जिनस नुह तार माने बुझीदेले बड़ जिनस न भावार्थ बुझा दरकार कर्म प्रति जीवन शैली से लिखाई 18 अध्याय आपड़ जो बुझे लगे कम आपड़ के कौटी माने आपड़ पराजय होबार चांस ना लाइफ रे सबु जगार सब बाधा विघ्न आप अतिक्रम करके निज जीवन पथर आगे जी जब भगवत गीता को पढ़े और कार्यकारी करेंगे खाली जे नुहे पढ़ीदे खाली अर्जुन विषाद जोग धर्म धृतराष्ट्र उवाच धर्म क्षेत्र कुरुक्षेत्र समवेता युष्व मामक पांडव संजय संजय उवाच दृष्टात् पांडवानिकम व्यूढ़ दुर्योधन आचार्य मुसंगम राजा से पांडुपुत्र आचार्य महती चमुम व्यूढ़ दुपत पुत्रेण समशिष्ण अत्र सुरा महेश्वर अभिमार्जुन समायुधि युधान विराटस्य द्रुपदस्य महारथ दुष्टकेतुश्च कितानकाशी राजस्य बीर्यवान पुरी कुंती भोजस्य शैवस्य नरपुंग पढ़े कि ना आप सांख्य योग पढ़े पंचम अध्याय पढ़े कर्म संन्यास योग सब 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 जोगर गोटे गोटे जिन लिखाई कारण आमर यही भागवत गीतार जमी गांडीब थोईदेले अर्जुन कहले मुझ युद्ध करी सामान्य 7 खंड गाँ मो गुरु मो जेज मो पितामह मो बड़ापा पुओ मोर सखा मोर आउ जड़े भाई सब बद्ध करी युद्ध मारी सामान्य ये दरकार ना से भगवान बुझे निजर हक पाए निजर अधिकार पाए तो मुझे युद्ध करने पड़े पड़ो ये सब जीवन मर्म जीवन कहानी तेणु केतले कौ कामटा करा शास्त्र अनुसार से भागवत गीता लिखाई से या आधार करके सिनेमाटी कराई एक सामाजिक स्तर में तामान नुहे मुकुट पिंधिकी सब ये कृष्ण हे कि अर्जुन हे कि धृतराष्ट्र हे कि शकुनी हम एमती ना कहानी गुड़िक से आसी बर्तमान समाज रे जो चली नहीं कि सिनेमाटी भगवत गीतार जो आधार करी तार जो सारांश को नहीं कि सिनेमाटी कराई।